ସମସ୍ତଙ୍କୁ ନମସ୍କାର। ଆଜି ଆମେ ଆମ ପରିବେଶ ପାଠ ଆମ ବିଚିତ୍ର ବିଶ୍ୱର ପ୍ରସଙ୍ଗ ଆମ ବିଦ୍ୟାଳୟ ଏକ ଆନନ୍ଦମୟ ସ୍ଥାନ ପଢିବା। ତେବେ ଆସ ଦେଖିବା ଏଠି କଣ ଆମ ଆଲୋଚନା ବିଷୟବସ୍ତୁ ରହିଛି। ଆମର ଆଲୋଚନାର ବିଷୟବସ୍ତୁ ରହିଛି ଅଗ୍ନି ନିରାପତ୍ତା। ତ ତୁମର ଶିକ୍ଷଣ ଉଦ୍ଦେଶ୍ୟ କଣ କଣ ରହିଛି ନା ନିଆଁ ପରି ବିପଦରୁ କିପରି ସୁରକ୍ଷିତ ରହିବା, ଆମେ ନିଜକୁ କିପରି ସୁରକ୍ଷିତ ରଖିବା ସେ ସମ୍ପର୍କରେ କହିବ। ତା ସହିତ ନିଆଁ ଲାଗିଥିବା ସମୟରେ ଆମେ କଣ କରିବା ତାହା ମଧ୍ୟ କହିବ। ତେବେ ଆସ ଦେଖିବା ଆମର କଣ କଣ ବିଷୟବସ୍ତୁ ରହିଛି। ପ୍ରଥମେ ଆମେ ଗୋଟେ ଗପ ଶୁଣିବା, ଠିକ ଅଛି। ଶାନ୍ତିପୁର ଗାଁରେ ରୂପା ନିଜ ପରିବାର ସହ ରୁହେ। ଦିନେ ସନ୍ଧ୍ୟାରେ ରୂପାର ମା ରୋଷେଇ ଘରେ ଚୁଲି ଜାଳି କାମ କରୁଥିଲେ। ହଠାତ୍ ଫୋନ ବାଜିବାରୁ ସେ ଚୁଲିରେ କଡ଼େଇ ବସାଇ ବାହାରକୁ ଚାଲିଗଲେ। କିଛି ସମୟ ପରେ କଡ଼େଇରୁ ଧୂଆଁ ବାହାରି ନିଆଁ ଜଳିବାକୁ ଲାଗିଲା। ରୂପା ସେହି ସମୟରେ ରୋଷେଇ ଘର ପାଖ ଦେଇ ଯାଉଥିଲା। ନିଆଁ ଦେଖି ସେ ଆଦୌ ନ ଡରି ଧୈର୍ଯ୍ୟର ସହ କାମ କଲା। ସେ ଜାଣିଥିଲା ଯେ ତେଲ ନିଆଁରେ ପାଣି ପକାଇବା ବିପଦଜନକ। ତାହେଲେ କଣ ହେଲା, ଯେତେବେଳେ ରୂପାର ମା ରୋଷେଇ କରୁଥିଲେ ସେ ଫୋନ ଉଠେଇ ପଳେଇଲେ, କିନ୍ତୁ ତାଙ୍କର ଆଉ ମନେ ନାହିଁ ଯେ ସେ ତେଲ କଡ଼େଇ ବସେଇ ଦେଇ ପଳେଇଛନ୍ତି। ତେଣୁ କଣ ହେଲା ନା ସେଥିରେ ନିଆଁ ଲାଗିଗଲା। କିନ୍ତୁ ତେଲରେ ଯଦି ଆମେ ପାଣି ପକେଇବା ତାହେଲେ ତେଲ କଣ ହବ, ପାଣି ଉପରେ ଭାସିବ, ତେଣୁ ନିଆଁ କେବେ ବି ଲିଭିବ ନାହିଁ। ତେଣୁ ରୂପା ଜାଣିଥିଲା ଯେ ସେଥିରେ ଯଦି ମୁଁ ପାଣି ପକେଇବି ସେଟା ବିପଦଜନକ ହବ, ନିଆଁ ବହୁତ ଉପରକୁ ଉଠିଯିବ। ତେଣୁ ସେ କଣ କଲା ନା ସଙ୍ଗେ ସଙ୍ଗେ ଏକ ଓଦା ବସ୍ତାଏ ଆଣି କଡ଼େଇ ଉପରେ ଘୋଡାଇ ଦେଲା, ଯାହା ଫଳରେ ଅମ୍ଳଜାନ ଅଭାବରୁ ନିଆଁ ଲିଭିଗଲା। କାରଣ ଯେହେତୁ ଓଦା ବସ୍ତା ପକେଇଦେଲା ସେଥିରେ କଣ ହବ ନା ଓଦା ବସ୍ତା ପ୍ରଭାବରେ ଆଉ ସେଥିରେ ତା ନିଆଁ ପାଖରେ ଅମ୍ଳଜାନ ପହଞ୍ଚି ପାରିବ ନାହିଁ, ଯାହା ଫଳରେ ନିଆଁଟି କଣ ହେଲା ନା ଲିଭି ଗଲା। ତାପରେ ସେ ପାଟି କରି ସମସ୍ତଙ୍କୁ ଡାକିଲା। ତାର ବାପା ଆସି ଗ୍ୟାସ ନିର୍ଗତ ହେଉଛି କି ନାହିଁ ତାହା ମଧ୍ୟ ଯାଞ୍ଚ କଲେ। କାରଣ ଯଦି ଗ୍ୟାସ ଲିକ୍ ହଉଥିବ ତାହେଲେ ଆହୁରି ନିଆଁ ଲାଗିଯିବ, ତେଣୁ ତାକୁ ମଧ୍ୟ ଯାଞ୍ଚ କଲେ। ଗାଁ ଲୋକ ରୂପାର ଚତୁରତା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଓ ସ୍କୁଲରେ ପଢିଥିବା ଅଗ୍ନି ସୁରକ୍ଷା ପାଠ ଆଜି ତାର ଘରକୁ ଏକ ବଡ ଦୁର୍ଘଟଣାରୁ ବଞ୍ଚାଇ ଦେଲା ବୋଲି କହିଲେ। ତେଣୁ ଆମେ ଏହିପରି ଭାବରେ ଯଦି ଅଗ୍ନି ଲାଗିଛି କେଉଁ ସ୍ଥାନରେ କିପରି ଅଗ୍ନି ନିରାପତ୍ତା କରିବା ତାହା ଦେଖିବା। ଯେମିତି ଏଠି କଣ ହେଲା ନା ତେଲରେ ଯେହେତୁ ଲାଗିଥିଲା ସେଥିରେ ଆମେ ପାଣି ପକେଇଲେ କଣ ହବ, ତାହା ଲିଭିବ ନାହିଁ, ବରଂ ଆହୁରି ଜୋର ଜଳିବ। ସେଥିପାଇଁ ସେ କଣ କଲା, ତା ଉପରେ ଆଣି ଗୋଟେ ଓଦା ବସ୍ତା ଘୋଡେଇ ଦେଲା। ସେମିତି ଯଦି ଆମର କଣ ହେଇଥିବ ଇଲେକ୍ଟ୍ରିକ ତାର ଲାଗିଥିବ ତା ପାଇଁ ମଧ୍ୟ ଅଲଗା ଅଲଗା ବ୍ୟବସ୍ଥା ଅଛି, ଫୋମରେ ଆମେ ଲିଭେଇ ପାରିବା। ତେଣୁ ଅଗ୍ନି ନିରାପତ୍ତାରୁ ଅଗ୍ନି ଠାରୁ ଆମେ କିପରି ସୁରକ୍ଷିତ ରହିପାରିବା ସେ ସମ୍ପର୍କରେ ଆମେ ଜାଣିବା ନିହାତି ଆବଶ୍ୟକ ଅଛି। ତେଣୁ ନିଆଁ ଭଳି ବିପଦରୁ କିପରି ସୁରକ୍ଷିତ ରହିବା ତାହା ଜାଣିବା ଅତ୍ୟନ୍ତ ଜରୁରୀ ହେଲା। କାରଣ ନିଆଁ ଯେତେବେଳେ ଲାଗିବ ଅନେକ କ୍ଷତି ସିଏ କରିଥାଏ, ଯଦିଓ ଏହା ପ୍ରାୟତଃ ଘଟେ ନାହିଁ। ସେଥିପାଇଁ ସତର୍କ ରହିବା ଦ୍ଵାରା ସମସ୍ତେ ନିରାପଦ ଓ ଅଧିକ ଆତ୍ମବିଶ୍ୱାସୀ ହୋଇପାରିବେ। କାରଣ ଯଦି ଆମେ ସତର୍କ ନ ରହିବା ତାହେଲେ ଆମେ ବହୁତ ଅସୁବିଧାରେ ପଡିବା। ତାହେଲେ ଆମ ବିଦ୍ୟାଳୟରେ ଆମେ ଅଗ୍ନି ନିରାପତ୍ତାର କିପରି ବ୍ୟବସ୍ଥା କରିବା, ଦେଖ। ପ୍ରଥମେ ହଉଛି ବିଦ୍ୟାଳୟରେ କେଉଁଠି ଅଗ୍ନି ନିର୍ବାପକ ଯନ୍ତ୍ର ଅଛି ତାହା ଦେଖିବ। ଦେଖିଛ ଅଗ୍ନି ନିର୍ବାପକ ଯନ୍ତ୍ର ସମସ୍ତେ? ଏଇଠି ବିଦ୍ୟାଳୟରେ କୋଉଠି ଅଛି ତାକୁ ଆଗେ ଦେଖିବ, ତାକୁ ମନେ ରଖିବ ଯେ ଏଇଠି ଆମର ଅଗ୍ନି ନିର୍ବାପକ ଯନ୍ତ୍ର ଅଛି। ଅଗ୍ନିକାଣ୍ଡ ଜନିତ କୌଣସି ଘଟଣା ଘଟିଲେ ବିଦ୍ୟାଳୟରେ ତୁମେ କେଉଁଠାରେ ଏକତ୍ରିତ ହେବ ତାହା ଜାଣି ରଖ। କାରଣ ସବୁ ସ୍ଥାନ ତୁମ ପାଇଁ ସୁରକ୍ଷିତ ନୁହେଁ, ତ କେଉଁଠି ତୁମେ ସୁରକ୍ଷିତ ଭାବେ ରହିପାରିବ ଅଗ୍ନିକାଣ୍ଡ ଘଟିଲେ ତାକୁ ଆଗେ ସ୍ଥିର କରି ରଖିବ। ତାହେଲେ ଆସ ଏକ ଅଗ୍ନି ନିରାପତ୍ତା ଡ୍ରିଲ କରିବା, ଅର୍ଥାତ୍ ଯଦି କେବେ ଅଗ୍ନି ଲାଗୁଛି ତାହେଲେ ସେ ସ୍ଥାନରେ ଆମେ କଣ କରିବା ତାକୁ ଆମେ ଦେଖିବା। ପ୍ରଥମେ ହେଲା ତୁରନ୍ତ ନିକଟସ୍ଥ ପ୍ରସ୍ଥାନ ସ୍ଥାନକୁ ଧୈର୍ଯ୍ୟର ସହ ଯାଅ। ତ ଯେଉଁ ସ୍ଥାନରେ ଅଛ ସେଠୁ ବାହାରି ପାରିବ ସେଆଡକୁ ଯିବ, ଧୈର୍ଯ୍ୟର ସହିତ ଯିବ। ଅଧୈର୍ଯ୍ୟ କେବେ ହବ ନାହିଁ, ଭୟଭୀତ ହେବ ନାହିଁ କିମ୍ବା ଦୌଡା ଦୌଡି କରିବ ନାହିଁ। କାରଣ ଦୌଡା ଦୌଡି କଲେ କଣ ହବ
ନା ଠେଲା ପେଲା ହେଇ ପଡିବ, ତୁମର ନିଜର ହିଁ କ୍ଷତି ହବ, ଖଣ୍ଡିଆ ଖାବରା ହବ। ତେଣୁ ଧୈର୍ଯ୍ୟର ସହ ସେ ସ୍ଥାନକୁ ଯିବ। ଆଉ କଣ କରିବ ନା ଧୂଆଁଳିଆ ଦିଶୁଥିବା ସ୍ଥାନର ତଳେ ମୁହଁକୁ ଘୋଡାଇ ପରିଷ୍କାର ବାୟୁ ପାଇବା ପାଇଁ ଗୁରୁଣ୍ଡି କରି ଯାଅ। ଚିତ୍ର ଦେଖ ସମସ୍ତେ। ତାହେଲେ ସେ ଜାଗାରେ ଆମେ କଣ କରିବ ନା ଯଦି ସ୍ଥାନଟି ଧୂଆଁଳିଆ ଅଛି ତାହେଲେ ସେଠି କଣ କରିବ, ଯେହେତୁ ଉପର ସ୍ତରରେ ଧୂଆଁ ଯାଉଛି ତ ସେ ଜାଗାରେ ଆମେ ଧୂଆଁ ଗୁଡିକ କଣ ଉପରେ ଥିବ, ତ ଆମେ ତଳେ ଗୁରୁଣ୍ଡି ଗୁରୁଣ୍ଡି ଯିବା ଯେମିତି ଆମେ ପରିଷ୍କାର ବାୟୁ ଆମେ ପାଇ ପାରିବା। ତା ସହିତ ବନ୍ଦ ଥିବା କୋଠରୀ କିମ୍ବା ଶୌଚାଳୟ ଲୁଚା ନାହିଁ। କେବେ ବି ଯୋଉଟେ ବନ୍ଦ ଥିବା କୋଠରୀ ଶୌଚାଳୟ ସେଠି ଲୁଚିବନି, କାରଣ ଯଦି ତା ଭିତରେ ଧୂଆଁ ପଶିଗଲା ତାହେଲେ କଣ ହବ, ଆମକୁ ଶ୍ୱାସ ରୁଦ୍ଧ କରି ଆମକୁ ବିପଦରେ ପକାଇବ। ଆସ ଏକ ଅଗ୍ନି ନିରାପତ୍ତା ଡ୍ରିଲ କରିବା, ଅର୍ଥାତ୍ ଯଦି କେବେ ଅଗ୍ନି ଲାଗୁଛି ତାହେଲେ ସେ ସ୍ଥାନରେ ଆମେ କଣ କରିବା ତାକୁ ଆମେ ଦେଖିବା। ପ୍ରଥମେ ହେଲା ତୁରନ୍ତ ନିକଟସ୍ଥ ପ୍ରସ୍ଥାନ ସ୍ଥାନକୁ ଧୈର୍ଯ୍ୟର ସହ ଯାଅ। ତ ଯେଉଁ ସ୍ଥାନରେ ତୁମେ ଯୋଉ ସ୍ଥାନରେ ଅଛ ସେଠୁ ବାହାରି ପାରିବ ସେଆଡକୁ ଯିବ, ଧୈର୍ଯ୍ୟର ସହିତ ଯିବ। ଅଧୈର୍ଯ୍ୟ କେବେ ହବ ନାହିଁ, ଭୟଭୀତ ହେବ ନାହିଁ କିମ୍ବା ଦୌଡା ଦୌଡି କରିବ ନାହିଁ, କାରଣ ଦୌଡା ଦୌଡି କଲେ କଣ ହବ ନା ଠେଲା ପେଲା ହେଇ ପଡିବ, ତୁମର ନିଜର ହିଁ କ୍ଷତି ହବ, ଖଣ୍ଡିଆ ଖାବରା ହବ। ତେଣୁ ଧୈର୍ଯ୍ୟର ସହ ସେ ସ୍ଥାନକୁ ଯିବ। ଆଉ କଣ କରିବ ନା ଧୂଆଁଳିଆ ଦିଶୁଥିବା ସ୍ଥାନର ତଳେ ମୁହଁକୁ ଘୋଡାଇ ପରିଷ୍କାର ବାୟୁ ପାଇବା ପାଇଁ ଗୁରୁଣ୍ଡି କରି ଯାଅ। ଚିତ୍ର ଦେଖ ସମସ୍ତେ। ତାହେଲେ ସେ ଜାଗାରେ ଆମେ କଣ କରିବ ନା ଯଦି ସ୍ଥାନଟି ଧୂଆଁଳିଆ ଅଛି ତାହେଲେ ସେଠି କଣ କରିବ, ଯେହେତୁ ଉପର ସ୍ତରରେ ଧୂଆଁ ଯାଉଛି ତ ସେ ଜାଗାରେ ଆମେ ଧୂଆଁ ଗୁଡିକ କଣ ଉପରେ ଥିବ, ତ ଆମେ ତଳେ ଗୁରୁଣ୍ଡି ଗୁରୁଣ୍ଡି ଯିବା ଯେମିତି ଆମେ ପରିଷ୍କାର ବାୟୁ ଆମେ ପାଇ ପାରିବା। ତା ସହିତ ବନ୍ଦ ଥିବା କୋଠରୀ କିମ୍ବା ଶୌଚାଳୟ ଲୁଚା ନାହିଁ। କେବେ ବି ଯୋଉଟେ ବନ୍ଦ ଥିବା କୋଠରୀ ଶୌଚାଳୟ ସେଠି ଲୁଚିବନି, କାରଣ ଯଦି ତା ଭିତରେ ଧୂଆଁ ପଶିଗଲା ତାହେଲେ କଣ ହବ, ଆମକୁ ଶ୍ୱାସ ରୁଦ୍ଧ କରି ଆମକୁ ବିପଦରେ ପକାଇବ। ଆଉ କଣ କରିବ, ଯଦି ସୁରକ୍ଷିତ ମନେ କରୁଛ ତେବେ ଅନ୍ୟମାନଙ୍କୁ ସାହାଯ୍ୟ କର। ପ୍ରଥମେ ନିଜର ସୁରକ୍ଷା ଦେଖିବ। ଯଦି ତମେ ନିଜକୁ ନିଜେ ସୁରକ୍ଷିତ ବୋଲି ଭାବୁଛ ତାହେଲେ ସେଠି ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯିବ। କିନ୍ତୁ ଥରେ ଯଦି ବାହାରକୁ ଆସିଯାଇଛ କେବେ ହେଲେ ନିଆଁ ଲାଗିଥିବା ଘର ଭିତରକୁ ଯିବ ନାହିଁ। ଯଦି ତୁମେ ବାହାରକୁ ପଳେଇ ଯାଇଛ ତେବେ ପୁନର୍ବାର ଯୋଉଠି ନିଆଁ ଲାଗି ସେଠିକି ଯିବ ନାହିଁ। ତା ସହିତ ନିରାପଦ ଆଶ୍ରୟ ସ୍ଥଳକୁ ଯାଅ ଓ ଦଳରେ ଏକାଠି ରୁହ। ଯୋଉଠି ନିରାପଦ ଆଶ୍ରୟ ସ୍ଥଳ ଅଛି ସେଠିକି ଯିବ, କେବେ ବି ଦଳରେ ରହିବ, କେବେ ବି ଏକାକୀ ରହିବ ନାହିଁ, ଆଉ ଅନ୍ୟକୁ ସାହାଯ୍ୟ କରିବ। ତା ସହିତ ଆଉ କଣ କରିପାରିବା ନା ନିରାପଦ ଆଶ୍ରୟ ସ୍ଥଳୀରେ ପହଞ୍ଚିବା ପରେ ଯଦି କେହି ନିଖୋଜ ଅଛନ୍ତି କିମ୍ବା ଆହତ ହୋଇଛନ୍ତି ତେବେ ତୁରନ୍ତ ନିଆଁ ଲେଭା କର୍ମଚାରୀ ବା ଶିକ୍ଷକଙ୍କୁ ଜଣାଇବ। ଯଦି ତୁମର କେହି ଆସିନାହାନ୍ତି ତମ ସାଙ୍ଗରେ ରହିଛନ୍ତି ବିଲ୍ଡିଂ ଭିତରେ ତାହେଲେ ସାଙ୍ଗେ ସାଙ୍ଗେ ତମେ ଯଦି ନିଆଁ ଲିଭା କର୍ମଚାରୀ ଜଣାଇବ, ସେମାନେ କଣ କରିବେ ଯାଇ ତାଙ୍କୁ ତା ଭିତରୁ ବାହାର କରି ଆଣିବେ। ଯଦି କେହି ସେମିତି ଆହତ ହୋଇଛନ୍ତି, ନିଆଁରେ ପୋଡି ଯାଇଛନ୍ତି, ତାଙ୍କୁ ମଧ୍ୟ ଉପଯୁକ୍ତ ଫାଷ୍ଟ ଏଡ୍ ଯୋଗାଇ ଦିଆଯିବ। ତେବେ ଆସ ଆମେ ଏଇ ସମ୍ପର୍କରେ କେତୋଟି ପ୍ରଶ୍ନ ଆଲୋଚନା କରିବା। ନିଆଁ ଲାଗିଥିବା ସ୍ଥାନରୁ ବାହାରିବା ପାଇଁ ଆମେ କେଉଁ ପଥ ଦେଇ ଯିବା ଉଚିତ? ପ୍ରଥମେ ଜରୁରୀ କାଳୀନ ନିଷ୍କାସନ ପଥ, ଯେଉଁ ପଥ ଦେଇ ଆମେ ସାଙ୍ଗେ ସାଙ୍ଗେ ବାହାରୁ ଯାଇପାରିବା ସେହି ପଥ ଦେଇ ଆମେ ଯିବା। ନିଆଁ ଲିଭାଇବା ପାଇଁ ବ୍ୟବହୃତ ହେଉଥିବା ଲାଲ ରଙ୍ଗର ଯନ୍ତ୍ରକୁ କଣ କୁହାଯାଏ? ଅଗ୍ନି ନିର୍ବାପକ ଯନ୍ତ୍ର। ଯାହାଥିରେ ଆମେ କଣ ନିଆଁ ଲିଭା ପାଉଡର ଥାଏ, ଆଉ ତାକୁ ଆମେ ନିଆଁରେ ପକାଇଲେ ନିଆଁ ଲିଭିଯିବ। ରୋଷେଇ ଘରେ ଗ୍ୟାସ ଲିକ୍ ହେଲେ କାହାକୁ ବନ୍ଦ କରିବା ସବୁଠାରୁ ଜରୁରୀ? ରେଗୁଲେଟର। ଯୋଉ ଗ୍ୟାସ ରେଗୁଲେଟର ଥାଏ ତାକୁ ଆମେ ସାଙ୍ଗେ ସାଙ୍ଗେ ବନ୍ଦ କରିଦବା। ଏବେ ଆସ କେତୋଟି ଶୂନ୍ୟ ସ୍ଥାନ ପୂରଣ କରିବା। ନିଆଁ ଲାଗିଥିବା ବେଳେ ଘର ଭିତରେ ଧୂଆଁ ହେଲେ ନାକ ଓ ପାଟିରେ ଡ୍ୟାସ୍ କପଡା ବାନ୍ଧିବା ଉଚିତ। ଓଦା କପଡା, କାରଣ ଓଦା କପଡା ବାନ୍ଧିଲେ କଣ ହବ, ଧୂଆଁ ସେ ବାଟ ଦେଇ ଆମ ପାଖରେ ପହଞ୍ଚି ପାରିବ ନାହିଁ। ଯଦି କାହାର ପୋଷାକରେ ନିଆଁ ଲାଗିଯାଏ ତେବେ ତାଙ୍କୁ ତଳେ ଡ୍ୟାସ୍ ପାଇଁ କୁହନ୍ତୁ? ଗଡିବା ପାଇଁ, କାରଣ ପୋଷାକ ନିଆଁ ଲାଗିଲେ ତଳେ ଯଦି ଗଡିଯିବ ସେ କଣ ହବ, ସେ ନିଆଁଟି ଆମର ଅମ୍ଳଜାନ ନ ପାଇ ସେ ଲିଭିଯିବ।
निया विपद समय केबे भी डैश व्यवहार करने उचित नुहे। लिफ्ट यदि घरे लिफ्ट अच्छी क्या विद्यालय लिफ्ट अच्छी से लिफ्ट व्यवहार कर सब पाहाच दे जावास चेष्टा कर। तेरे आस केतोटी स्तंभ मिलन एवं आम करवा। रोषेई घरे निया कौन हम बाली बा अग्नि निर्वापक यंत्र आम व्यवहार करवा। धूआं पूर्ण स्थान कौन ओदा कपड़ार व्यवहार करवा। शरीर रे निया लगिले तले गड़ी जीव है। यदि शरीर निया लगे तले गड़ब। विद्युत सर्ट सर्किट हेले मेन स्विच बंद करदब। ताले यहीपरि भाव में आम निआर सतर्कता रक्षा करवा। तेबे आस आउ केतोटी प्रश्न देखिबा। निया लागिथिबा स्थान रे धुआं हेले काहींकी बसी किंबा आंठेई जिबा उचित। कारण धुआं साधारणतः ऊपर को उठे तेणु तले सफा पवन मिली थाए जहाँ आम श्वासक्रिया कर। कारण धुआं को आम श्वासक्रिया ग्रहण कले आम विपद। तेणुक आम कौन करवा ना तले गुरुंडी गुरुंडी गले श्वासक्रिया सफा वायु पाई। अग्निकांड समय रे आमे केउ नंबर को फोन करवा कहल 101 जोटा अग्निशम बाहिनी बा दमकलर नंबर 101 101। पोशाक निया लगिले दौड़िबा काहींकी विपदजनक। कारण दौड़िबा द्वारा वायु मिली थाए जहाँ निया को आहुरी जलाई थाए। कारण वायु मिले निया जोर रे जलिब। तो यह ही थिला आलोचनार विषय वस्तु। समस्त को धन्यवाद। खुशी रे शिखिबा समस्तंकर अधिकार। नमस्कार।